ସମ୍ବଲପୁରରୁ ପ୍ରକାଶ ପାଉଥିବା ଜନମିତ୍ର ସାପ୍ତାହିକ ପତ୍ରିକାର 20ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। କ୍ଷେତରାଜପୁର ସ୍ଥିତ ନାରାୟଣୀ ସତ୍ସଙ୍ଗ ଭବନଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରଶାନ୍ତ ପାଢ଼ୀ ଯୋଗଦେଇ ବାଲ୍ୟ ବିବାହ ଓ ଶିଶୁ ନିର୍ଯାତନା ରୋକିବା ଦିଗରେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ବରିଷ୍ଠ ଓକିଲ ଜୟକୃଷ୍ଣ ବେହେରା ଓ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଯୋଗଦେଇ ମହିଳା ବିକାଶରେ ପରିବାର ଓ ସମାଜ ମଙ୍ଗଳର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପତ୍ରିକା ସମ୍ପାଦକ ରାଧେଶ୍ୟାମ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇ କ୍ଷୁଦ୍ର ପତ୍ରିକା ପରିଚାଳନା କରିବା କଷ୍ଟ ହେଉଥିଲେ ମଧ୍ୟ ଏଭଳି ପତ୍ରିକା ପ୍ରତିଭାଧାରୀଙ୍କୁ ଆଗକୁ ବଢ଼ାଇବାର ସୁଯୋଗ ଦେବା ସହ ସାମାଜିକ ଦାୟିତ୍ୱକୁ ସମ୍ପାଦନ କରିବାରେ ବଡ଼ ଭୂମିକା ନେଇଥାଏ ବୋଲି କହିଥିଲେ। ବରିଷ୍ଠ ଓକିଲ ଅରବିନ୍ଦ ନାୟକ ସଭାକୁ ସଞ୍ଚାଳନ କରିଥିଲେ। ଜନମିତ୍ର ଦ୍ୱାରା ଆୟୋଜିତ ପରିବେଶ ସୁରକ୍ଷା ଓ ବିଭିନ୍ନ ସାମାଜିକ ଦାୟିତ୍ୱକୁ ନେଇ ବକ୍ତାମାନେ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ସଭା ପରେ କବି ଅରବିନ୍ଦ ନାୟକଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରଗଡ଼ର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଆଶୁତୋଷ ରଥଙ୍କୁ ଚଳିତ ବର୍ଷର ଜନମିତ୍ର ସମ୍ମାନ 2024 ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଟିକେଶ୍ୱର ପ୍ରଧାନ, ସୁନିତା ହରିପାଲ, ଶତମାନ ବାଗ, ସୁଧୀର ମିଶ୍ର, ବସନ୍ତ ସ୍ୱାଇଁ, ହରିଶଙ୍କର ମିଶ୍ର, ସବିତା ମିଶ୍ର, ସାଧବ ପ୍ରଧାନ ପ୍ରମୁଖ ଯୋଗଦାନ କରି ଏହାକୁ ସଞ୍ଚାଳନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।